ସାବଧାନ, ଏହି 6ଟି ପରିସ୍ଥିତିରେ କେବେ ବି ପୁରୁଷ ନାରୀ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ। ସାରା ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ଭଗବାନ ଶିବ ପୃଥିବୀର ବିକାଶ ପାଇଁ ମଣିଷମାନଙ୍କଠାରେ ମୈଥୁନୀ ଶକ୍ତିର ସ୍ଥାପନା କରିଥିଲେ। ଏହି ଶକ୍ତି ସାହାଯ୍ୟରେ ନାରୀ ପୁରୁଷ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥାଏ। ଏହାଦ୍ୱାରା ମଣିଷର ପିଢ଼ି ଆଗକୁ ବଢ଼ିବା ସହିତ ସୃଷ୍ଟିର ସନ୍ତୁଳନ ମଧ୍ୟ ବଜାୟ ରହିଥାଏ। ତେବେ ବ୍ରହ୍ମଦେବଙ୍କ ପୁତ୍ର ମନୁ ପୃଥିବୀର ପ୍ରଥମ ମନୁଷ୍ୟ ବୋଲି ବିଶ୍ୱାସ କରାଯାଏ। ଶାରୀରିକ ସମ୍ପର୍କ ସ୍ଥାପନ ବିଷୟରେ କିଛି ନିୟମାବଳୀ ରହିଛି, ଯାହାକୁ ମନୁସ୍ମୃତି ବୋଲି କୁହାଯାଇଥାଏ। ଆସନ୍ତୁ ଜାଣିବା ଏହି ଭିଡ଼ିଓରେ 6ଟି ପରିସ୍ଥିତି ଯେଉଁଥିରେ କେବେ ବି ପୁରୁଷ ନାରୀ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ। ଆସନ୍ତୁ ଜାଣିବା କ'ଣ ରହିଛି ସେ 6ଟି ପରିସ୍ଥିତି ଯେଉଁଥିରେ କେବେ ବି ପୁରୁଷ ନାରୀ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ। 1. ମନୁସ୍ମୃତି ଅନୁଯାୟୀ ନିଶାସକ୍ତ ଅବସ୍ଥାରେ କିମ୍ବା କୌଣସି ବ୍ୟକ୍ତିର ହୋସ ନଥିବା ବେଳେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ। 2. ଶରୀର କ୍ଳାନ୍ତ ଥିବା ସମୟରେ ମଧ୍ୟ ସେକ୍ସ କରିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଶରୀର ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିଥାଏ। କେବଳ ସେତିକି ନୁହେଁ, ଅନିଦ୍ରାଜନିତ ସମସ୍ୟା ସହିତ ଜଡ଼ିତ ରହିଥିବା ବ୍ୟକ୍ତିବିଶେଷକୁ ସେକ୍ସଠାରୁ ଦୂରେଇ ରହିବା ଉଚିତ। 3. ଯଦି କୌଣସି ବ୍ୟକ୍ତି ନିଜର ବିଶେଷ କିଛି ହରାଇଛନ୍ତି, ଚିନ୍ତାରେ ରହିଛନ୍ତି କିମ୍ବା ଦୁଃଖରେ ରହିଛନ୍ତି, ତେବେ ତାଙ୍କୁ ସମ୍ଭୋଗ ପାଇଁ ଉତ୍ସାହିତ କରିବା ଉଚିତ ନୁହେଁ। 4. ଏପରିକି ଆପଣଙ୍କ ଆର୍ଥିକ ଅବସ୍ଥା ଠିକ୍ ନଥିଲେ ବିବାହ କରିବା ଠାରୁ ଦୂରେଇ ରହିବା ପାଇଁ ମନୁସ୍ମୃତି ଉଲ୍ଲେଖ କରାଯାଇଛି। ଏପରି କରିଲେ ଭବିଷ୍ୟତରେ ଉଭୟଙ୍କ ଜୀବନ ଦୁଃଖଦାୟକ ହେବାର ଯଥେଷ୍ଟ ସମ୍ଭାବନା ରହିଛି। 5. ଅସୁସ୍ଥ ବ୍ୟକ୍ତି ଶାରୀରିକ ସମ୍ପର୍କରୁ ଦୂରେଇ ରହିବା ଉଚିତ। ସେହିପରି ମହିଳାଙ୍କର ଋତୁସ୍ରାବ ଚାଲିଥିବା ସମୟରେ ସମ୍ଭୋଗ କରିଲେ ଏହା ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ଜଣାପଡ଼ିଛି। 6. ଭଗବାନଙ୍କୁ ପୂଜା କରୁଥିବା କିମ୍ବା ଧ୍ୟାନରେ ବସିଥିବା କୌଣସି ବ୍ୟକ୍ତିଙ୍କର ଧ୍ୟାନାଭଗ୍ନ କରିବା ପାଇଁ ସମ୍ଭୋଗ କରିବାକୁ ଉସ୍କାଇବା ଦୁନିଆର ସବୁଠାରୁ ବଡ଼ ପାପ ହୋଇଥାଏ। ଏପରିକି ଏହି କୁକର୍ମ କରି ଦେବରାଜ ଇନ୍ଦ୍ରକୁ ମଧ୍ୟ ଅଭିଶାପ ମିଳିଥିଲା। ଦର୍ଶକ ବନ୍ଧୁ, ଯଦି ଏହି ଭିଡ଼ିଓଟି ଭଲ ଲାଗୁଛି ତେବେ ଲାଇକ୍, ସେୟାର, କମେଣ୍ଟ କରନ୍ତୁ। ଆଗକୁ ଏପରି ନୂଆ ନୂଆ ଭିଡ଼ିଓ ଦେଖିବାକୁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।